ସାଙ୍ଗମାନେ, ଆଜି ମୁଁ ଆପଣଙ୍କୁ ଶ୍ରୀମଦ୍ ଭଗବତ ଗୀତାର ସମ୍ପୂର୍ଣ୍ଣ ସାର କହିବା ପାଇଁ ଯାଉଛି। ଏହା କେବଳ ଗୋଟିଏ ଧାର୍ମିକ ଗ୍ରନ୍ଥ ନୁହେଁ, ବରଂ ଜୀବନ ଜୀଇବାର ଗୋଟିଏ କଳା ହେଇଥାଏ। ଯଦି ଆମେ ଏହାର ଜ୍ଞାନକୁ ସଠିକ୍ ଭାବରେ ବୁଝିବା, ତ ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ ଆମ ପାଖରେ ରହିବ। ତ ଆସନ୍ତୁ ଜାଣିବା ଗୀତା ଆମକୁ କେଉଁ କେଉଁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଶିଖାଇଥାଏ। ନମ୍ବର 1, କର୍ମର ସିଦ୍ଧାନ୍ତ। କର୍ମ କରନ୍ତୁ, କିନ୍ତୁ ଫଳର ଚିନ୍ତା କରନ୍ତୁନି। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, କର୍ମଣ୍ୟ ବାଧିକାରସ୍ତେ ମା ଫଳେଷୁ କଦାଚନ। ଏହାର ଅର୍ଥ ହେଉଛି ମଣିଷକୁ କେବଳ ନିଜ କର୍ମ ଉପରେ ଧ୍ୟାନ ଦେବା ଉଚିତ, ନା କି ତାର ପରିଣାମ ଉପରେ। ଜୀବନରେ ଯେବେ ଆମେ ଫଳାଫଳର ଚିନ୍ତା କରିବା ଛାଡ଼ି ଦେଉ, ସେବେ ଆମର ସମ୍ପୂର୍ଣ୍ଣ ଧ୍ୟାନ କର୍ମର ଗୁଣବତ୍ତା ଉପରେ ରହିଥାଏ। କଠିନ ପରିଶ୍ରମ କରିବାର ଏହା ହେଉଛି ସଠିକ୍ ଉପାୟ। ଦେଖିବେ, ସଫଳତା ନିଜେ ଆପଣଙ୍କ ପାଖକୁ ଆସିବ। ଆପଣ କଳ୍ପନା କରନ୍ତୁ କି ଜଣେ କୃଷକ କ୍ଷେତରେ ମଞ୍ଜି ବୁଣେ। ତାର ପୁରା ପରିଶ୍ରମ ଆଉ ଧ୍ୟାନ ମାଟି, ପାଣି ଆଉ ସେଇ ଫସଲର ଯତ୍ନ ନେବା ଉପରେ ରହିଥାଏ। ସେ ଏହା ଭାବିକି ବସି ରୁହେ ନାହିଁ କି ଫସଲ କେମିତିକା ହେବ। ସିଏ ବାସ୍ ତାର କର୍ମ କରେ, ଫଳ ପ୍ରକୃତି ଦେଇଥାଏ। ତେଣୁ ଆପଣ ଫଳ ଉପରେ ଧ୍ୟାନ ନ ଦେଇ ନିଜର କର୍ମ ଉପରେ ଧ୍ୟାନ ଦିଅନ୍ତୁ। ମନେ ରଖନ୍ତୁ, ଯଦି ଆପଣ ପୁରା ନିଷ୍ଠାର ସହିତ ପରିଶ୍ରମ କରିବେ, ତ ଭଗବାନ ତାର ଫଳ ଆପଣଙ୍କୁ ନିଶ୍ଚୟ ଦେବେ। ନମ୍ବର 2, ଆତ୍ମା ଅମର ହେଇଥାଏ, ମୃତ୍ୟୁ ଶେଷ ନୁହେଁ। ନ ଜାୟତେ ମ୍ରିୟତେ ବା କଦାଚିତ୍। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି କି ଆତ୍ମା ନା ଜନ୍ମ ନିଏ ଆଉ ନା ହିଁ ମରେ। ସେ କେବଳ ଶରୀର ବଦଳାଏ, ଆତ୍ମା ଶାଶ୍ୱତ ହେଇଥାଏ। ଆମେ ଯାହା ବି ଦୁଃଖ, କଷ୍ଟ ଆଉ ସମସ୍ୟାକୁ ସାମ୍ନା କରୁ, ତାହା ଜୀବନର ବାହ୍ୟ ଘଟଣା ହେଇଥାଏ। ଆତ୍ମା ଏହାଠାରୁ ଅସ୍ପୃଶ୍ୟ ରହିଥାଏ। ଏହି ବୁଝାମଣା ଦ୍ୱାରା ଜୀବନରେ ଥିବା ସମସ୍ୟାର ବୋଝ ହାଲକା ହେଇଯାଏ। ଯଦି ଆଜି ଆପଣ ଫେଲ୍ ହେଇଛନ୍ତି, ତ ଏହା ଆପଣଙ୍କ ଶେଷ ନୁହେଁ। ଏହା କେବଳ ଗୋଟିଏ ଏକ୍ସପିରିଏନ୍ସ ହେଇଥାଏ, ଯାହା ଆପଣଙ୍କୁ ଷ୍ଟ୍ରଙ୍ଗ ବନେଇବ। ନମ୍ବର 3, ସମାନତା। ଦୁଃଖ ଆଉ ସୁଖରେ ସମାନତା ବଜାୟ ରଖନ୍ତୁ। ସମଃ ଦୁଃଖ ସୁଖ ମେ ଧୀର ସମୃତବ୍ୟ କଳ୍ପତେ। ଗୀତା ଶିକ୍ଷା ଦିଏ କି ସୁଖ ଆଉ ଦୁଃଖ ଜୀବନର ଦୁଇଟି ପାର୍ଶ୍ୱ ହେଇଥାଏ। ଆମେ ଉଭୟଙ୍କୁ ସମାନ ଭାବରେ ଗ୍ରହଣ କରିବା ଉଚିତ। ଜୀବନରେ ଉତ୍ଥାନ ପତନ ଆସିଥାଏ। ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ ରଖିଥାଏ, ସିଏ ହିଁ ପ୍ରକୃତରେ ସଫଳ ହେଇଥାଏ। ବଡ଼ ବଡ଼ ବିଜନେସମ୍ୟାନ୍ ଆଉ ଲିଡର୍ସ ବି ନିଜ କ୍ୟାରିୟରରେ ଅନେକ ଥର ଅସଫଳ ହୁଅନ୍ତି, କିନ୍ତୁ ସେମାନେ କେବେ ବି ହାର ମାନନ୍ତିନି। ନମ୍ବର 4, ମନକୁ କଣ୍ଟ୍ରୋଲରେ ରଖନ୍ତୁ। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି କି ମନୁଷ୍ୟର ସବୁଠାରୁ ବଡ଼ ମିତ୍ର ଆଉ ଶତ୍ରୁ ତା ନିଜ ମନ ହେଇଥାଏ। ଯଦି ଆପଣ ନିଜ ମନକୁ କଣ୍ଟ୍ରୋଲ କରିବା ଶିଖିଯାଆନ୍ତି, ତ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ରୋକିପାରିବ ନାହିଁ। ଧ୍ୟାନ, ଯୋଗ ଆଉ ପଜିଟିଭ୍ ଚିନ୍ତାଧାରା ମନକୁ କଣ୍ଟ୍ରୋଲରେ ରଖିବା ପାଇଁ ସାହାଯ୍ୟ କରିଥାଏ। ଫର୍ ଏକ୍ଜାମ୍ପଲ୍, ଯଦି ଜଣେ ଖେଳାଳିର ମନ ଡର ଅବା ନେଗେଟିଭ୍ ଚିନ୍ତାଧାରାରେ ଭରିଯାଏ, ତ ସେ କେବେ ବି ଜିତିପାରିବ ନାହିଁ। କିନ୍ତୁ ଯଦି ସେ ଆତ୍ମବିଶ୍ୱାସର ସହିତ ଖେଳେ, ତ ସେ ବଡ଼ରୁ ବଡ଼ ବାଧାକୁ ବି ପାର କରିପାରିବ। ନମ୍ବର 5, ନିଜ କର୍ତ୍ତବ୍ୟକୁ ପାଳନ କରନ୍ତୁ। ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବହ। ଗୀତା କୁହେ କି ପ୍ରତ୍ୟେକ ମଣିଷଙ୍କର ନିଜର ଗୋଟିଏ କର୍ତ୍ତବ୍ୟ ଅଛି, ପରିବାର, ସମାଜ ଆଉ ନିଜ ପ୍ରତି। ତାକୁ ପାଳନ କରିବା ହିଁ ଜୀବନର ପ୍ରକୃତ ସଫଳତା ହେଇଥାଏ। ଯେଉଁ ଲୋକମାନେ ନିଜ କର୍ତ୍ତବ୍ୟ ଠାରୁ ପଳାୟନ କରନ୍ତି, ସେମାନେ କେବେ ବି ଶାନ୍ତିରେ ରହିପାରିବେ ନାହିଁ। କିନ୍ତୁ ଯେଉଁମାନେ କଠିନ ପରିଶ୍ରମ ଆଉ ସଚ୍ଚୋଟତା ସହିତ ନିଜ କର୍ତ୍ତବ୍ୟ ପାଳନ କରନ୍ତି, ସେମାନେ ଜୀବନରେ ସର୍ବଦା ଆଗକୁ ବଢ଼ନ୍ତି। ସାଙ୍ଗମାନେ, ଶ୍ରୀମଦ୍ ଭଗବତ ଗୀତା ଆମକୁ ଏହି ଶିକ୍ଷା ଦିଏ କି ଜୀବନରେ ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ, କର୍ମ ଆଉ ମାନସିକ ଶାନ୍ତି ବଜାୟ ରଖିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯଦି ଆମେ ଏହି ସିଦ୍ଧାନ୍ତକୁ ଆପଣେଇବା, ତ ଆମ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତ ଏହାକୁ ଗୋଟିଏ ଲାଇକ୍ କରନ୍ତୁ, ନିଜର ସାଙ୍ଗସାଥିମାନଙ୍କ ସହିତ ସେୟାର କରନ୍ତୁ, ନିଜର ମତାମତ କମେଣ୍ଟ କରିକି ଜଣାନ୍ତୁ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମକୁ ସପୋର୍ଟ କରନ୍ତୁ। ଧନ୍ୟବାଦ।